ପ୍ରେମ ବିବାହ ପରେ ବହୁ ସମୟରେ ଝଗଡ଼ା କାହିଁକି ଲାଗିଥାଏ? ଏହା ପଛରେ କ'ଣ ରହିଛି ମୂଳ କାରଣ? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ପ୍ରେମ ସତ୍ୟ, ଶାଶ୍ୱତ ଓ ଚିରନ୍ତନ। ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ ପ୍ରେମ ନିଶ୍ଚୟ କରିଥାଏ, ହେଲେ କିଛି ଲୋକଙ୍କୁ ତାଙ୍କ ପ୍ରେମରେ ସଫଳତା ମିଳିଥିବା ବେଳେ ଅନ୍ୟ କିଛି ଲୋକଙ୍କୁ ପ୍ରେମରେ ବିଫଳତା ମିଳିଥାଏ। ତେବେ ଅନେକ ଜଣ ପ୍ରେମ ବିବାହ କରିବା ସତ୍ତ୍ୱେ ମଧ୍ୟ କାହିଁକି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ? ଏହି ବିଷୟରେ ବିଶେଷଜ୍ଞଙ୍କ ମତରେ ପିଲାଟି ମ୍ୟାଚୁର ହେବା ପରେ ଟେଷ୍ଟୋଷ୍ଟିରୋନ୍, ଇଷ୍ଟ୍ରୋଜେନ୍ ନାମକ କିଛି ହରମୋନ୍ ତା ଶରୀରରେ ନିର୍ଗତ ହୋଇଥାଏ, ଯାହାଦ୍ୱାରା ଜଣେ ପୁଅ ଅନ୍ୟ ଗୋଟେ ଝିଅ ଗୋଟେ ପୁଅ ପ୍ରତି ଆକର୍ଷିତ ହୋଇଥାଏ। ଶରୀରରେ ଥିବା କିଛି ସ୍ନାୟୁରସ ତାକୁ ଉତ୍ତେଜିତ କରିବା ଦ୍ୱାରା ଜଣଙ୍କର ଅନ୍ୟ ଜଣଙ୍କ ପାଇଁ ହାର୍ଟବିଟ୍ ସ୍ପିଡ୍ ହେବା ସହ ନିଦ ମଧ୍ୟ ହୋଇନଥାଏ, ଯାହାକୁ ପ୍ରେମ ବୋଲି ଅନେକ କହିଥାନ୍ତି। ତେବେ କେବଳ ଶାରୀରିକ ରୂପେ ନୁହେଁ, ବରଂ ମାନସିକ ରୂପେ ଯଦି ଆମେ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଥାଉ, ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ହେଲେ ଅନେକ ପ୍ରେମ ସମ୍ପର୍କରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ମଧ୍ୟ ବିବାହ ପରେ ସେମାନଙ୍କ ମଧ୍ୟରେ କ'ଣ ପାଇଁ ଝଗଡ଼ା ହୋଇଥାଏ? ଯଦି ଜଣେ ଅନ୍ୟ ଜଣଙ୍କର ମନକୁ ନୁହେଁ, ବରଂ ତାର ଶାରୀରିକ ଗଠନ, ଟଙ୍କା ପଇସା ଆଦି ଜିନିଷକୁ ଦେଖି ତା ପ୍ରତି ଆଟ୍ରାକ୍ଟ ହୋଇଥାଏ, ତେବେ ତାକୁ ପ୍ରକୃତ ଭଲ ପାଇବା କୁହାଯାଇନଥାଏ। ଯାହାଫଳରେ ସେଇଭଳି ଲଭ୍ ରିଲେସନ୍ ରହି ବାହାଘର କରୁଥିବା ଅଧିକାଂଶ କପଲଙ୍କ ବିବାହ ପରେ ବାରମ୍ବାର ଝଗଡ଼ା ଲାଗିଥାଏ, ଯାହାଫଳରେ ଉଭୟଙ୍କର ଅନେକ ସମୟରେ ବିବାହ ବିଚ୍ଛେଦ ମଧ୍ୟ ହୋଇଥାଏ। କପଲମାନଙ୍କ ମଧ୍ୟରେ ସବୁଦିନ ପାଇଁ ରିଲେସନ୍ ରହିବା ପାଇଁ ହେଲେ ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ନିହାତି ଆବଶ୍ୟକ ହୋଇଥାଏ। ଯଦି ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରତ୍ୟେକଟି କଥା ବେଳେ ବୁଝାମଣା ରହିଥାଏ, ତେବେ ସେହି ସମ୍ପର୍କକୁ କେବେ ବି କେହି ଅଲଗା କରିପାରେ ନାହିଁ। ଦମ୍ପତିମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଗଢ଼ି ତୋଳିବା ପାଇଁ କେତୋଟି ଟିପ୍ସ ନିହାତି ଜାଣିବା ଦରକାର। ସାରା ଦିନ କାମରୁ ଫେରି ଗୋଟିଏ ସମୟ ଉଭୟ ଆଲୋଚନା ପାଇଁ ରଖନ୍ତୁ। ଆପଣଙ୍କ ଭାବନା ଓ ଆଲୋଚନା ସହଜ ଭାବରେ ପ୍ରକାଶ କରନ୍ତୁ। ଉଭୟଙ୍କ କଥାକୁ ଭଲ ଭାବେ ଶୁଣନ୍ତୁ ଏବଂ ସଠିକ ଭାବେ ନିଜ ମତ ଓ ପ୍ରସ୍ତାବ ଦିଅନ୍ତୁ। ଉଭୟଙ୍କ ଭାବନା ଆବଶ୍ୟକତାକୁ ସମ୍ମାନ କରନ୍ତୁ। ପ୍ରତିଟି କାର୍ଯ୍ୟକୁ ଉତ୍ସାହିତ ସହ କରିବାକୁ ପ୍ରେରଣା ଦିଅନ୍ତୁ। ଦେଖିବେ କାର୍ଯ୍ୟ କରିବାକୁ ଉତ୍ସାହ ଲାଗିବ। ନିଜର ସାଥୀକୁ କେବଳ ଘରେ ନୁହେଁ, ବାହାରେ ମଧ୍ୟ ମଝିରେ ମଝିରେ ବୁଲାଇବାକୁ ଚେଷ୍ଟା କରନ୍ତୁ। ସବୁଠୁ ବଡ଼ କଥା ହେଉଛି ସହଯୋଗୀଙ୍କ ସହ କ୍ୱାଲିଟି ସମୟ କାଟନ୍ତୁ। ନିଜକୁ ଗୋଟିଏ ଟିମ୍ ଭାବେ ଦେଖନ୍ତୁ। ପରସ୍ପର ଭାବନା ଓ କାର୍ଯ୍ୟରେ ସମସ୍ତେ ଏକାଠି ଥିବା ଉପରେ ଧ୍ୟାନ ଦିଅନ୍ତୁ। ଯଦି କୌଣସି କାମରେ ତ୍ରୁଟି ଥାଏ, ତାହେଲେ ନିଜର ଭୁଲ ସ୍ୱୀକାର କରନ୍ତୁ ବା କ୍ଷମା କରିଦିଅନ୍ତୁ। ଆପଣଙ୍କ ସମ୍ପର୍କକୁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ। ସମ୍ପର୍କକୁ ଭଲ ଭାବେ ପୋଷଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଅର୍ଥହୀନ ବାଦବିବାଦ କରିବା ବଦଳରେ ଦୁହେଁ ଏକ ମାନସିକତାରେ କାର୍ଯ୍ୟ କରନ୍ତୁ। ଉତ୍ତମ ବୁଝାମଣା ଦମ୍ପତିମାନଙ୍କ ସମ୍ପର୍କରେ ଏକ ଭଲ ଫାଇଦା ଦେଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗିଲା ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।